ପାଟଣାରେ ଧାନ ମଣ୍ଡି ଖୋଲିଲା। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ମୁଖ୍ୟାଳୟଠାରେ ପାଟନା ଲ୍ୟାମ୍ପ ଦ୍ୱାରା ଖରିଫ ଋତୁ ସକାଶେ ଧାନ କ୍ରୟର ଶୁଭାରମ୍ଭ ହୋଇଛି। ଏହି ଧାନ ମଣ୍ଡିକୁ କେନ୍ଦୁଝର ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ ଏବଂ ପାଟନା ବ୍ଲକ ବିଧାୟକ ପ୍ରତିନିଧି କମଳାକାନ୍ତ ଦାସ ପୂଜାର୍ଚ୍ଚନା କରି ନଡ଼ିଆ ପିଟି ଶୁଭ ଉଦ୍ଘାଟନ କରିଥିଲେ। ଏଠାରେ ବଡ଼ପାଟଣା, ଟାଙ୍ଗରପଡ଼ା ଏବଂ ମିର୍ଗିଖୋଜି ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିପାରିବେ। ପାଟନା ଲ୍ୟାମ୍ପ ଅଧୀନରେ 1170 ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ଆଜି 700 ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।